MUD 10 ବ୍ଲକ୍ 2 ସର୍ଟ କ୍ୱେଶ୍ଚନ୍ ଆନ୍ସର୍ କିଏ ଦ ନ୍ୟୁ କ୍ରିଟିସିଜମ୍ ପୁସ୍ତକ ପ୍ରକାଶ କଲେ? ଆମେରିକୀୟ ସାହିତ୍ୟ ସମାଲୋଚକ ଜନ୍ କ୍ରୋ ରାନସମ୍ 1941ରେ ଦ ନ୍ୟୁ କ୍ରିଟିସିଜମ୍ ପୁସ୍ତକ ପ୍ରକାଶ କଲେ। ପ୍ରଫେସର ଆଇ.ଏ. ରିଚର୍ଡସଙ୍କର ପୁସ୍ତକଗୁଡ଼ିକ କ'ଣ କ'ଣ? ପ୍ରଫେସର ଆଇ.ଏ. ରିଚର୍ଡସଙ୍କର ପୁସ୍ତକଗୁଡ଼ିକ ହେଉଛି ପ୍ରିନ୍ସିପଲ୍ସ ଅଫ୍ ଲିଟେରାରୀ କ୍ରିଟିସିଜମ୍ 1924 ଏବଂ ପ୍ରାକ୍ଟିକାଲ କ୍ରିଟିସିଜମ୍ 1929। ବ୍ରୁକ୍ସ ଓ ୱାରେନ୍ଙ୍କର ପୁସ୍ତକଗୁଡ଼ିକ କ'ଣ କ'ଣ? ଅଣ୍ଡରଷ୍ଟାଣ୍ଡିଂ ପୋଏଟ୍ରି 1938 ଏବଂ ଅଣ୍ଡରଷ୍ଟାଣ୍ଡିଂ ଫିକ୍ସନ୍ 1943। ନୂତନ ସମାଲୋଚନାରେ କେଉଁମାନେ ଯୋଗ ଦେଇଥିଲେ? କ୍ଲିନ୍ଥ ବ୍ରୁକ୍ସ, ରବର୍ଟ ପେନ୍ ୱାରେନ୍, ଆଲେନ୍ ଟେଟେ, ଆର୍.ପି. ବ୍ଲାକମୁର୍, ୱିଲିୟମ୍ସ ୱିମ୍ସାର୍ଟ। ୱିଲିୟମ୍ ଏମର୍ସନଙ୍କର ପୁସ୍ତକଗୁଡ଼ିକ କ'ଣ କ'ଣ? ସେଭେନ୍ ଟାଇପ୍ସ ଅଫ୍ ଆମ୍ବିଗୁଇଟି 1930। କବି ଡବ୍ଲ୍ୟୁ.ଏଚ୍. ଆଡେନ୍ କ'ଣ କହନ୍ତି? ପୋଏଟ୍ରି ମେକ୍ସ ନଥିଂ ହ୍ୟାପେନ୍। ଦ ଏନାଟୋମି ଅଫ୍ କ୍ରିଟିସିଜମ୍ କାହାର ପୁସ୍ତକ? ନର୍ଥ୍ରପ୍ ଫ୍ରାଇ। ସଂରଚନାବାଦର ତିନୋଟି ଆଭିମୁଖ୍ୟ ଆଲୋଚନା କର। ସଂରଚନାବାଦର ତିନୋଟି ଆଭିମୁଖ୍ୟ ହେଲା ସାମୂହିକ ସତ୍ତା ହୋଲନେସ୍, ଏକକ ଭାବେ କାର୍ଯ୍ୟ କରିବାର ଅବ୍ୟବସ୍ଥା, ରୂପାନ୍ତରଣ ଟ୍ରାନ୍ସଫର୍ମେସନ୍, ଗତିଶୀଳ ଏବଂ ପରିବର୍ତ୍ତନର ସାମର୍ଥ୍ୟ ବ୍ୟବସ୍ଥା, ସ୍ୱତଃ ନିୟନ୍ତ୍ରିତ ସେଲ୍ଫ ରେଗୁଲେସନ୍, ରୂପାନ୍ତରଣ ବ୍ୟବସ୍ଥାର ଊର୍ଦ୍ଧ୍ୱରେ ପଥ ପ୍ରଦର୍ଶନ କରେ ନାହିଁ। ଐତିହାସିକ ଅଧ୍ୟୟନ ଏବଂ ସମକାଳୀନ ଅଧ୍ୟୟନ କ'ଣ? ଗଠନ ବା ଷଷ୍ଠ ଦଶକରେ ଆରମ୍ଭ ହୋଇଥିଲେ ଏହାର ମୂଳଦୁଆ ସୁଇଜରଲ୍ୟାଣ୍ଡର ଭାଷାବିଜ୍ଞାନୀ ଫର୍ଡିନାଣ୍ଡ ଡି ସସୁଆର 1897ରୁ 1913ଙ୍କର କୃତ୍ୟରେ ଲକ୍ଷ୍ୟ କରାଯାଇଥାଏ। ସସୁରଙ୍କର ନୂଆ ଗଠନବାଦୀ ସିଦ୍ଧାନ୍ତ ପୂର୍ବରୁ ଊନବିଂଶ ଶତାବ୍ଦୀର ଭାଷାବିଜ୍ଞାନୀମାନେ ଭାଷାର ଐତିହାସିକ ଦିଗ ଅଧ୍ୟୟନ ପ୍ରତି ଯତ୍ନଶୀଳ ଥିଲେ, ଅର୍ଥାତ୍ ଭାଷା ବିକାଶର ଐତିହାସିକ ଧାରା ଯଥା ଭାଷା ଭାଷା ମଧ୍ୟରେ ସମ୍ପର୍କ, ଭାଷାର ଉତ୍ପତ୍ତି ଏବଂ ଭାଷାର ପରିବର୍ତ୍ତନ କ୍ରମ ବିକାଶ ଅଧ୍ୟୟନ ପ୍ରତି ଯତ୍ନବାନ ଥିଲେ, ଯାହାକୁ ଇଂରାଜୀରେ ଡାଇକ୍ରୋନିକ୍ ଷ୍ଟଡି ବା ଐତିହାସିକ ଅଧ୍ୟୟନ କୁହାଯାଇଥାଏ। ସସୁଆରଙ୍କର ମତରେ ଭାଷା କେବଳ ଅଲଗା ଅଲଗା ଶବ୍ଦର ସଂଗ୍ରହ ନୁହେଁ, ବରଂ ସମକାଳୀନ ପ୍ରଚଳିତ ଶବ୍ଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧର ଏକ ଶୃଙ୍ଖଳିତ ବ୍ୟବସ୍ଥା, ଯାହାକୁ ଇଂରାଜୀରେ ସାଇଙ୍କ୍ରୋନିକଲ୍ ଆନାଲାଇସିସ୍ ସମକାଳୀନ ବିଶ୍ଳେଷଣ କୁହାଯାଏ। ଲାଙ୍ଗ ଏବଂ ପାରୋଲର ସଂକ୍ଷିପ୍ତ ସୂଚନା ଦିଅ। ସସୁରଙ୍କର ଭାଷାରେ ସାମୂହିକ ଗଠନ ପଦ୍ଧତିକୁ ଲାଙ୍ଗ ଏବଂ ସେହି ପଦ୍ଧତିର କଥନଗତ ପରିପ୍ରକାଶକୁ ପାରୋଲ କହନ୍ତି। ସସୁରଙ୍କର ମତରେ ଗଠନଗୁଡ଼ିକ ଏକକଗୁଡ଼ିକର ସମଷ୍ଟି। ସସୁଆର ଲାଙ୍ଗ ଓ ଆଲୋଚନାରେ କହନ୍ତି ଯେ ମଣିଷର ବାଚିକ କାର୍ଯ୍ୟ ଅନେକ ପ୍ରକାରର ଭିନ୍ନ ଭିନ୍ନ। ସେସବୁର ଅଧ୍ୟୟନ କୌଣସି ଭାଷାବିଜ୍ଞାନୀ ପକ୍ଷରେ ସମ୍ଭବ ନୁହେଁ। କୌଣସି ନିର୍ଦ୍ଦିଷ୍ଟ ସମୟର ଭାଷା ବ୍ୟବସ୍ଥାର ଅଧ୍ୟୟନ ହିଁ ଲାଙ୍ଗ ପର୍ଯ୍ୟାୟଭୁକ୍ତ। ବିପରୀତ ଶବ୍ଦର ମହତ୍ତ୍ୱ ସଂରଚନାବାଦ ଆଧାରରେ ବର୍ଣ୍ଣନା କର। ସରଳ ଭାବରେ କହିଲେ ଗୋଟିଏ ଶବ୍ଦର ଗୁରୁତ୍ୱ ସେହି ଭାଷାର ବଳୟ ମଧ୍ୟରେ ହିଁ ସମ୍ଭବ। ଭାଷା ଏକ ସ୍ୱୟଂସମ୍ପୂର୍ଣ୍ଣ ପଦ୍ଧତି। ଏହି ପଦ୍ଧତି ଭିତରେ ହିଁ ଗୋଟିଏ ଶବ୍ଦର ଅନ୍ୟ ଶବ୍ଦ ସହିତ ସମ୍ପର୍କ ପ୍ରତିଷ୍ଠା ହୋଇଥାଏ। ଗୋଟିଏ ବାକ୍ୟର ବାହାରେ ଶବ୍ଦଗୁଡ଼ିକର ସେହି ଭାଷାରେ ଥିବା ଶବ୍ଦମାନଙ୍କର ସହ ଅନେକ ପ୍ରକାର ସମ୍ପର୍କ ଅଛି। ଉଦାହରଣ, ଗୋଟିଏ ଶବ୍ଦର ସମାର୍ଥ ଏବଂ ବିପରୀତାର୍ଥ ବୋଧକ ଶବ୍ଦ ରହିଛି। ଗୋଟିଏ ଉଚ୍ଚାରିତ ଶବ୍ଦ ସେହି ଭାଷାର ସମବ୍ୟାକରଣ ପର୍ଯ୍ୟାୟଭୁକ୍ତ ହୋଇ ଅନୁଚ୍ଚାରିତ ଶବ୍ଦମାନଙ୍କ ଅନୁଷଙ୍ଗରେ ନିଜ ଅର୍ଥ ସୂଚାଇଥାଏ। ଶବ୍ଦର ଏବଂ ତା'ର ବିପରୀତ ଶବ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ଅଭିଜ୍ଞତାରୁ ସାଉଁଟା ସ୍ତର ବିପରୀତ ଶବ୍ଦ ମସ୍ତିଷ୍କରେ ଥାନ୍ତି। ଏଗୁଡ଼ିକ ଅବିଚ୍ଛେଦ୍ୟ, ସହଜାତ, ସ୍ୱାଭାବିକ ଏବଂ ଅନ୍ତର୍ନିହିତ ଗୁଣ ଭାବରେ ସ୍ଥିତ ଏବଂ ମଣିଷ ଜୀବନର ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ବୁଝିବାରେ ଶୃଙ୍ଖଳିତ କରିବା ପାଇଁ ଏକ ପ୍ରମାଣସିଦ୍ଧ ରାସ୍ତା ରୂପେ ଗ୍ରହଣ କରିନେଇଥାଏ। ଉଦାହରଣ, ଅନ୍ଧାର ରାତି, ଆଲୁଅ ରାତି। ଏହାକୁ ଇଂରାଜୀରେ ବାଇନାରୀ ଅପୋଜିସନ୍ କୁହାଯାଇଥାଏ। ସଂରଚନାବାଦର ପ୍ରତିଶବ୍ଦ ଶୃଙ୍ଖଳ କାର୍ଯ୍ୟ ବର୍ଣ୍ଣନା କର। ସସୁଆରଙ୍କର ଗଠନବାଦୀ ବିଚାର ଶବ୍ଦର ଓ ଅର୍ଥର ସମ୍ବନ୍ଧ ତତ୍ତ୍ୱ ଉପରେ ପର୍ଯ୍ୟବସିତ। ସେ ଶବ୍ଦ ଓ ଅର୍ଥର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରନ୍ତି। ତାଙ୍କ ମତରେ କୌଣସି ଶବ୍ଦକୁ ତା'ର ସମାର୍ଥବୋଧ ଶବ୍ଦଠାରୁ ଅଲଗା ଭାବେ ପରିଲକ୍ଷିତ କରାଯାଇ ପାରିବ ନାହିଁ। ଯେକୌଣସି ଶବ୍ଦର ସଂଜ୍ଞା ତା'ର ସମାର୍ଥବୋଧ ଶବ୍ଦ ସହିତ ସମ୍ପର୍କ ଉପରେ ନିର୍ଭର କରେ। ଉଦାହରଣ, କୁଟୀର ଶବ୍ଦକୁ ନିଆଯାଇପାରେ। କୁଟୀର ଶବ୍ଦ ନିଜର ଅର୍ଥ ନିମନ୍ତେ ପ୍ରତିଶବ୍ଦ ଶୃଙ୍ଖଳ ଉପରେ ନିର୍ଭର କରେ। ପ୍ରତିଶବ୍ଦ ଶୃଙ୍ଖଳକୁ ଇଂରାଜୀରେ ପାରାଡିଗ୍ମେଟିକ୍
ଚେନ୍ କୁହାଯାଇଥାଏ। ଏହାର କାର୍ଯ୍ୟକାରୀ ଏବଂ ଅର୍ଥଗତ ସାମ୍ୟ ବା ସମ୍ବନ୍ଧିତ ଶବ୍ଦମାନଙ୍କର କଳ୍ପିତ ରୂପ, ଯାହାକୁ ବାକ୍ୟରେ ଗୋଟିଏ ବଦଳରେ ଅନ୍ୟଟି ବ୍ୟବହାର କରିହେବ, ଯେପରି କୁଟୀରର ପ୍ରତିଶବ୍ଦ ଭାବରେ ଘର, ପ୍ରାସାଦ, ଅଟ୍ଟାଳିକା ବ୍ୟବହୃତ ହୋଇଥାଏ। ସୂଚକ ଓ ସୂଚିତ ସମ୍ପର୍କରେ ଲେଖ। ଶବ୍ଦ ଦୁଇ ଅଭିନ୍ନ ଭାଷିକ ସଂକେତର ସମଷ୍ଟି, ଯାହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଗୋଟିଏ ହେଲା ଧ୍ୱନିଗତ ରୂପ, କାନରେ ଶୁଣାଯାଉଥିବା ଶବ୍ଦ, ଅନ୍ୟଟି ହେଲା ଧାରଣାଗତ ରୂପ ବା ମନରେ ଭାବୁଥିବା କଥା। ଅର୍ଥାତ୍ ଶଶୁରଙ୍କ ମତରେ ପ୍ରଥମଟି ସଂକେତ ବା ସୂଚକ ବା ସିଗ୍ନିଫିୟର, ଅନ୍ୟଟି ସୂଚିତ ସିଗ୍ନିଫାଏଡ୍। ଏହି ସୂଚକ ଏବଂ ସୂଚିତ ମଧ୍ୟରେ ଥିବା ସମ୍ପର୍କ ଅନିର୍ଦ୍ଦିଷ୍ଟ। ଏକ ଧ୍ୱନି ପ୍ରତୀକ ଶବ୍ଦରେ ପରିଣତ ହୁଏ ଯେତେବେଳେ ଏହା ଭାବ ସହିତ ପରିଣତ ହୋଇ ଯୋଗସୂତ୍ର ସ୍ଥାପନ କରେ। ଭାବ ସହିତ ଶବ୍ଦର ଭ୍ରୂଣସଞ୍ଚାର ସାମାଜିକ ଗଠନ, ସାଂସ୍କୃତିକ ପରମ୍ପରାର ଫଳ। ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ପାଇଁ କୌଣସି ଅନୁଶାସନ ବା ନିୟମ ନାହିଁ। ଏହା କେବଳ ଏକ ସାଂସ୍କୃତିକ ଆବଶ୍ୟକତା ଦ୍ୱାରା ଆବଦ୍ଧ ସାମାଜିକ ପ୍ରଥା। ସୂଚକ ବସ୍ତୁକୁ ପୃଥିବୀରେ ଦେଖେ ବରଂ ମସ୍ତିଷ୍କରେ ଧାରଣା ଜାଗ୍ରତ କରାଏ। ସଂରଚନାବାଦରେ ମିଥ୍ ଓ ମିଥିମର ପ୍ରାଧାନ୍ୟ ସୂଚାଅ। ସଂରଚନାବାଦରେ ବିଭିନ୍ନ ସଂସ୍କୃତିକ ଥିବା ସମସ୍ତ କାଳ୍ପନିକ ବ୍ୟାଖ୍ୟାନକୁ ମିଥିମ୍ ବୋଲି କ୍ଷୁଦ୍ରତମ ଅଂଶଭୁକ୍ତ କରାଯାଇପାରେ। ମିଥିମ୍ ହେଉଛି ମିଥ୍ ଗୁଡ଼ିକର ମୌଳିକ ଏକକ, ଯେମିତି ଭାଷାର ଫୋନିମ୍। ଏହି ମିଥିମ୍ ଗୁଡ଼ିକର ବିଶ୍ଳେଷଣ ଦ୍ୱାରା ଆମେ ଏହି ଜଗତରେ ଥିବା ଅନେକ କାଳ୍ପନିକ କଥାକୁ ବୁଝିପାରିବା। ମିଥ୍ ଏବଂ ମିଥିମ୍ ଗୁଡ଼ିକୁ ବିଶ୍ଳେଷଣ କରାଗଲେ ସଂସ୍କୃତି ମଧ୍ୟରେ ଥିବା ଅଭ୍ୟନ୍ତରୀଣ ଐକ୍ୟ ହୃଦୟଙ୍ଗମ କରିହେବ। ଯଦି ମିଥିମ୍କୁ ଗଳ୍ପ ଭାବରେ ଗ୍ରହଣ କରାଯାଏ, ତେବେ ମିଥିମ୍ ହେଉଛି ତାହାର ଗଠନ। ସଂରଚନାବାଦ କ'ଣ? ଇଂରାଜୀ ଷ୍ଟ୍ରକ୍ଚରାଲିଜିମ୍ ଶବ୍ଦର ଆକ୍ଷରିକ ଓଡ଼ିଆ ପ୍ରତିଶବ୍ଦ ହେଉଛି ସଂରଚନାବାଦ। ଏହା ଲାଟିନ୍ ମୂଳ ଷ୍ଟ୍ରକ୍ଚରରୁ ଆନିତ। ଲାଟିନରେ ଏହାର ଅର୍ଥ ନିର୍ମାଣ ଧାରା, ଅର୍ଥାତ୍ ସାହିତ୍ୟର ପରିଭାଷାରେ ଏହା ରଚନାର ଧାରା ରୂପେ ପରିଗୃହୀତ। ଉପନିବେଶ କହିଲେ କ'ଣ ବୁଝାଅ? ଗୋଟିଏ ରାଷ୍ଟ୍ର ବା ଜାତି ଅନ୍ୟ ଏକ ରାଷ୍ଟ୍ରକୁ ନିଜ କ୍ଷମତା ବଳୟକୁ ନେଇ ଆସି ତାହାକୁ ଶାସନ କରିବା ପ୍ରକ୍ରିୟାକୁ ଔପନିବେଶିକ ବ୍ୟବସ୍ଥା କୁହାଯାଏ। ଔପନିବେଶିକ ଶାସନ ବ୍ୟବସ୍ଥା ନିମିତ୍ତ ଯେଉଁ ପ୍ରକ୍ରିୟା ସମାହିତ ହୋଇଥାଏ, ତାହାକୁ ଉପନିବେଶବାଦ କୁହାଯାଏ। ମୁଖ୍ୟତଃ ପୃଥିବୀର ଇତିହାସରେ ଗୋରା ଲୋକମାନେ କଳା ଓ ଲୋହିତ ଲୋକମାନଙ୍କୁ ବହୁ ବର୍ଷ ଧରି ଶାସନ କରୁଥିବା ପ୍ରକ୍ରିୟାକୁ ଉପନିବେଶବାଦ କୁହାଯାଏ। ଏହାକୁ ଇଂରାଜୀରେ କଲୋନାଇଲିଜମ୍ କୁହାଯାଇଥାଏ। ଉପନିବେଶବାଦ କିପରି ସାର୍ବଭୌମତ୍ୱ ନଷ୍ଟ କରେ? ଉପନିବେଶବାଦ ଦ୍ୱାରା ଗୋଟିଏ ରାଷ୍ଟ୍ରର ସାର୍ବଭୌମ କ୍ଷମତା ଶାସକ ରାଷ୍ଟ୍ର ଅଥବା ଜାତି ନିକଟରେ ସମ୍ପର୍କିତ ହୋଇଥାଏ। ଯେଉଁମାନେ ଶାସନ କରନ୍ତି ସେମାନେ ଶାସକ ବା ମାଲିକ ଏବଂ ଯେଉଁମାନେ ଶାସିତ ହୁଅନ୍ତି ସେମାନେ ସେବକ ବା ଶାସକ ଭାବରେ ପରିଚିତ ହୋଇଥାନ୍ତି। ଏହିପରି ଭାବରେ ଉପନିବେଶବାଦ ସାର୍ବଭୌମତ୍ୱ ନଷ୍ଟ କରେ। ଉତ୍ତର ଉପନିବେଶବାଦ କହିଲେ କ'ଣ ବୁଝ? ଔପନିବେଶିକ ଶାସନ ବ୍ୟବସ୍ଥାରୁ ଗୋଟିଏ ରାଷ୍ଟ୍ର ମୁକ୍ତ ହୋଇ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଯେଉଁ ସାମାଜିକ ପୁନର୍ବିନ୍ୟାସ ଘଟିଥାଏ, ତାହା ହେଉଛି ଉତ୍ତର ଉପନିବେଶବାଦ। ଏହାକୁ ଇଂରାଜୀରେ ପୋଷ୍ଟ କଲୋନିଆଲିଜମ୍ କୁହାଯାଇଥାଏ। ରବର୍ଟ ଜେସିଙ୍କର ପୁସ୍ତକ କ'ଣ? ପୋଷ୍ଟ କଲୋନିଆଲିଜମ୍ 2003। ଉତ୍ତର ଉପନିବେଶବାଦରେ କେଉଁ ଦୁଇଟି ପୁସ୍ତକର ଭୂମିକା ଗ୍ରହଣ କରାଯାଏ? ନାରୀବାଦ, ଫେମିନିଜମ୍, ଦଳିତ ଚିନ୍ତନ, ସବଲ୍ଟର୍ନ। ଉତ୍ତର ଉପନିବେଶବାଦ କେଉଁଗୁଡ଼ିକୁ ପ୍ରଭାବିତ କରେ? ରାଷ୍ଟ୍ରର ସଂସ୍କୃତି, ସାହିତ୍ୟ, ଦର୍ଶନ, ଅର୍ଥନୀତି, ରାଜନୀତି ଏବଂ ସାମାଜିକ ଆନ୍ଦୋଳନ। ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକଙ୍କର ପୁସ୍ତକ କ'ଣ? କେନ୍ ଦ ସବଲ୍ଟର୍ନ ସ୍ପିକ୍? ସଭ୍ୟ ଜମିଦାର ଗଳ୍ପରେ କ'ଣ ଲକ୍ଷ୍ୟ କରାଯାଏ? ସଭ୍ୟ ଜମିଦାର ଗଳ୍ପରେ ଉପନିବେଶବାଦର ବିଶଦ ଚିତ୍ର ଉପଲବ୍ଧ ହୋଇଥାଏ। ଊନବିଂଶ ଶତକର ଓଡ଼ିଶାର ଆର୍ଥିକ, ବାଣିଜ୍ୟିକ, ଶିକ୍ଷା, ସାମାଜିକ, ସାଂସ୍କୃତିକ ବ୍ୟବସ୍ଥାର ବାସ୍ତବ ଚିତ୍ର ଏହି ଗଳ୍ପଟିରେ ଦେଖିବାକୁ ମିଳିଥାଏ। ଔପନିବେଶିକ ପୃଥିବୀକୁ କେତେ ଭାଗରେ ବିଭକ୍ତ କରେ? ଦୁଇ ଭାଗରେ, ଶାସକ ଏବଂ ଶାସିତ। ଜନ୍ ଷ୍ଟୁଆର୍ଟ ମିଲ୍ କ'ଣ କହିଛନ୍ତି ତାଙ୍କର ପୁସ୍ତକରେ? ଜନ୍ ଷ୍ଟୁଆର୍ଟ ମିଲ୍ ତାଙ୍କର ଦ ସବଜେକ୍ସନ୍ ଅଫ୍ ୱୁମେନ୍ 1869 ପୁସ୍ତକରେ କହିଛନ୍ତି, ଇଫ୍ ୱୁମେନ୍ ଲିଭ୍ଡ ଇନ୍ ଏ ଡିଫରେଣ୍ଟ କଣ୍ଟ୍ରି ଫ୍ରମ୍ ମେନ୍ ଆଣ୍ଡ ହ୍ୟାଡ୍ ନେଭର ରିଡ୍ ଏନି ଅଫ୍ ଦେୟାର ରାଇଟିଂସ୍, ଦେ ଉଡ୍ ହ୍ୟାଭ୍ ଏ ଲିଟରେଚର ଅଫ୍ ଦେୟାର ଓନ୍। ଲେଖିକାମାନଙ୍କର ସୃଜନଶୀଳ ପୃଷ୍ଠଭୂମି ଉପରେ ମିଲ୍ଙ୍କର ମନ୍ତବ୍ୟ ଦେବାର କେତୋଟି କାରଣ ରହିଛି? ଲେଖିକାମାନଙ୍କର ସୃଜନଶୀଳ ପୃଷ୍ଠଭୂମି ଉପରେ ମିଲ୍ଙ୍କର ମନ୍ତବ୍ୟ ଦେବାର ଦୁଇଟି କାରଣ ରହିଛି, ଯଥା
ପ୍ରଥମତଃ ସାହିତ୍ୟ ସଂରଚନାର ଯେଉଁ ଦୀର୍ଘ ପରମ୍ପରା ରହିଛି ସେଥିରେ ନାରୀ ଅପେକ୍ଷା ପୁରୁଷର ଅଂଶଗ୍ରହଣ ଅଧିକ। ଦ୍ୱିତୀୟତଃ ସାହିତ୍ୟର ବିମର୍ଶ ନିର୍ମାଣରେ ଲେଖକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ଏବଂ ସେମାନଙ୍କ ସୃଜନ କୃତିକୁ ଲେଖିକା ପାଠ କରୁଥିବାରୁ ପୁରୁଷ ନିମିତ୍ତ ଧାରାଟି ଲେଖିକାଙ୍କର ଅଚେତନରେ ଜମାଟ ବାନ୍ଧି ଦେଇଥାଏ। ଦ ଲେଡି ନୋଭେଲିଷ୍ଟ 1852ର ପୁସ୍ତକ କାହାର? G.H. ଲୁଇସ୍। ଆର୍ନେଷ୍ଟ ବେକନଙ୍କର ପୁସ୍ତକ ଦ ହିଷ୍ଟ୍ରି ଅଫ୍ ଦ ଇଂଲିଶ ନୋଭେଲ, ସିନ୍ଥିଆ ଓଜିଙ୍କର ଓଭାରିଆନ୍ ଥିଓରି ଅଫ୍ ଲିଟରେଚର ଏବଂ ମେରି ଏଲମାନଙ୍କର ପୁସ୍ତକ ହେଉଛି ଫାଲିକ୍ କ୍ରିଟିସିଜିମ୍। ନାରୀର କେଉଁ ଦୁଇଟି ଆଭିମୁଖ୍ୟ ରହିଛି? ଆତ୍ମ ଆବିଷ୍କାର, ଅସ୍ମିତା ପ୍ରତିଷ୍ଠା ପାଇଁ ପ୍ରତିରୋଧ, ମୂଳକ ସାହିତ୍ୟ ସର୍ଜନା। ନାରୀମାନଙ୍କର ସୃଜନଶୀଳ ଆଭିମୁଖ୍ୟକୁ କେତେ ଗୋଟି ଭାଗରେ ବିଭକ୍ତ କରାଯାଇଛି କ'ଣ କ'ଣ? 3 ଗୋଟି। ନାରୀ ସୁଲଭତା, ଫେମିନାଇନ୍, ଫିମେଲ ନାରୀତ୍ୱ ଏବଂ ଫେମିନିଷ୍ଟ, ବାମବାଦୀ। ଫେମିନିଜିମ୍ ଶବ୍ଦଟିକୁ କିଏ ପ୍ରଥମେ ପ୍ରୟୋଗ କରିଥିଲେ? ଫ୍ରାନ୍ସର ନାଟ୍ୟକାର ଆଲେକ୍ସାଣ୍ଡାର ଡେମର୍ସ 1972 ଏଲ୍ ନାମକ ଗୋଟିଏ ପ୍ରାଚୀନ ପତ୍ରରେ ହୁମ୍ଫ୍ରେମ୍ ନାମରେ ପ୍ରଚାର କରିଥିଲେ। ଦ ଟେଲ୍ ଅଫ୍ ଗେଞ୍ଜି ପୁସ୍ତକ କାହାର? ଜାପାନ ଲେଖିକା ଲେଡି ମୁରାସାକି ଶିକିବୁ 978-1026। ଏ ଭିଣ୍ଡିକେସନ୍ ଅଫ୍ ଦ ରାଇଟ୍ସ ଅଫ୍ ଓମେନ୍ କାହାର ପୁସ୍ତକ? 1917ର ଇଂଲଣ୍ଡର ନାରୀ ନେତ୍ରୀ ମେରି ଉଲ୍ଷ୍ଟନକ୍ରାଫ୍ଟଙ୍କର। ତାଙ୍କର ସମୟ ସୀମା ହେଉଛି 1769-1997। ସତୀଦାହ ପ୍ରଥାର ବିଲୋପ କେବେ ହୋଇଥିଲା? 1829ରେ। ବିଧବା ବିବାହ ଆଇନ କେବେ ହୋଇଥିଲା? 1856ରେ। ଫରାସୀ ରାଷ୍ଟ୍ର ବିପ୍ଳବ କେବେ ହୋଇଥିଲା? 1789ରେ। କେଉଁଠାରେ ବେଶ୍ୟାବୃତ୍ତିକୁ ସାମାଜିକ ସ୍ୱୀକୃତି ମିଳିଥିଲା? ଗ୍ରୀସ୍ ଏବଂ ରୋମରେ। କେଉଁ ସମାଜରେ ନାରୀ ବା ମା ସ୍ତ୍ରୀ ରୂପେ ଗଣ୍ୟ ହେଉଥିଲେ? ଜୁଇସ୍। ସାମାଜିକ ଚଳନିରେ ନାରୀ କେଉଁ ଆଖ୍ୟା ଦିଆଯାଇଥିଲା? ଅନ୍ୟା। ନାରୀବାଦର ପ୍ରକାରଭେଦଗୁଡ଼ିକ କ'ଣ? ଉଦାରପନ୍ଥୀ ନାରୀବାଦ, ଚରମପନ୍ଥୀ ନାରୀବାଦ, ବାମପନ୍ଥୀ ନାରୀବାଦ, ପରିବେଶ ନାରୀବାଦ ଏବଂ ଉତ୍ତର ନାରୀବାଦ। ଏ ଭିଣ୍ଡିକେସନ୍ ଅଫ୍ ଦ ରାଇଟ୍ସ ଅଫ୍ ଓମେନ୍ 1792 ପୁସ୍ତକକାର ମେରି ଉଲ୍ଷ୍ଟନକ୍ରାଫ୍ଟ। କିଏ କହିଥିଲେ ନାରୀ ଗୋଟିଏ ମୁହୂର୍ତ୍ତ ପାଇଁ ନିଜକୁ ସ୍ୱାଧୀନ ବୋଲି ଭାବିବା ଉଚିତ ନୁହେଁ? ନାରୀ ଗୋଟିଏ କାମନାର ବସ୍ତୁ ଏବଂ ପୁରୁଷର କାମ ଭାବନାରେ ପ୍ରିୟ ସହଚରୀ ରୂପ। କିଏ ନାରୀ ଅଧିକାର ସମ୍ପର୍କରେ ସ୍ୱର ଉତ୍ତୋଳନ କରିଛନ୍ତି? କ୍ରାଫ୍ଟ, ମେରି ଉଲ୍ଷ୍ଟନକ୍ରାଫ୍ଟ, ଜନ୍ ଷ୍ଟୁଆର୍ଟ ମିଲ୍, ହାରିଏଟ୍ ଟେଲର। ଦ ସବଜେକ୍ସନ୍ ଅଫ୍ ଓମେନ୍ ପୁସ୍ତକ କାହାର? ଜନ୍ ଷ୍ଟୁଆର୍ଟ ମିଲ୍। ବେଟ୍ ଫ୍ରେଡନଙ୍କର ପୁସ୍ତକଗୁଡ଼ିକ କ'ଣ କ'ଣ? ଦ ଫେମିନାଇନ୍ ମିଷ୍ଟିକ୍, ଦ ସେକେଣ୍ଡ ଷ୍ଟେଜ୍, ଦ ଫାଉଣ୍ଟେନ୍ ଅଫ୍ ଏଜ୍। ସେକ୍ସ ଆଣ୍ଡ ଜେଣ୍ଡର ପୁସ୍ତକ କାହାର? ରବର୍ଟ ଜେ ଷ୍ଟୋଲାର। କେଟ୍ ମିଲେଟଙ୍କର ପୁସ୍ତକ କ'ଣ? ସେକ୍ସୁଆଲ ପଲିଟିକ୍ସ। ଦ ଅରିଜିନ୍ ଅଫ୍ ଦ ଫ୍ୟାମିଲି, ପ୍ରାଇଭେଟ୍ ପୋଏଟ୍ରି ଆଣ୍ଡ ଦ ଷ୍ଟେଟ୍ 1845 ପୁସ୍ତକକାର ଫ୍ରେଡେରିକ୍ ଏଞ୍ଜେଲସ। ଏଭ୍ଲି ନରିଙ୍କ ପୁସ୍ତକ କ'ଣ? ପ୍ରୋବ୍ଲେମ୍ସ ଅଫ୍ ଓମେନ୍ସ ଲିବରେସନ୍। ଦ ସେକେଣ୍ଡ ସେକ୍ସ ପୁସ୍ତକ କାହାର? ସାଇମନ୍ ଡି ବେଭୁଆରଙ୍କର।